नमस्कार दर्शक बंधु मु ज्योतिर्मयी आपण मानक स्वागत करुछि बीआर मूवीज द्वारा प्रस्तुत ओडिशार प्राचीन परंपरार ए ओडिया पाला आमर ए झरका कार्यक्रम राजा विचार कले गाणी तो आगरू चली गले उद्यान को हेले को उद्यान को जाइछंती बोली से जानिबे किमिति ए राजा को के उद्यान को उद्यान को बोले रानी के जानी आज्ञा बुझी दो राजा गोटे बासना को बारिले से बासनाटी कोन हैं सारे कोनला कांता सेंट पवनटा होउची हां रानी जो दिगरे अछंती हां कांता सेंट मारी सिटी हां पवने रे राजा को नके त खुंदी खुंदी हे ना रे आपा सेंट बासना नथिला केले सारो सौरभ दिगे ए गमा न करू माँ माने सारस अर्थात पद्म पद्म मोर ज्ञानी बापा माने जो दिगरु पद्म फूलर बासना आसिला से दिग को राजा गमन कले आज्ञा कौन ताई उद्यान रे पद्म फूल आसो कोठु हां सत कथा हैं पद्म फूल हां पुष्करिणी मध्यरे तेरो हां ए जंगल मध्यरे अछि ताले उद्यान रे पुष्प कोठु आसीबो पद्म फूल एई गोटे जानिबा कथा आज्ञा हां हो हो रानी होचंती पद्मिनी जातिया नायिका सारे पद्मिनी चित्रिणी शैवा हस्तिनी शंखिनी तथा प्रत्येक तथा तीरा चतुर्भुज चहे महा आज्ञा नारी हेले चारि प्रकार गोटे हेला पद्मिनी गोटे चित्रिणी गोटे हस्तिनी आ गोटे शंखिनी ताले चारि जन नारी की जानिबा केमिति चिनिबा केमिति पद्मिनी पद्मगंधा खारगंधा चित्रिणी हस्तिनी मध्यगंधा गंधा शंखिनी आज्ञा राजा तांकर बासना रु जानिले देहर बासना आसिला कौन जेहेतु रानी पद्मिनी जातिया नायिका तांको देहरु पद्म फूलर बासना आसुछि रे पद्म फूलर बासना को बारी जो दिगरु पद्म फूलर बासना आसुथिला राजा सही दिग को धीरे धीरे गमन करिले एने घटनास्थल रे हिला कोन जते बेले रानी को निकटवर्ती होइछंती राजा आज्ञा पुष्प उद्यान मध्य रे सखी मानक गहन रे रानी एवं सखी माने कथावार्ता होइछंती
ରାଜା ସେମାନଙ୍କ କଥାକୁ ଶୁଣିଲେ। ଆଲୋ ନରିତା ଆଲୋ ଚିତେରା ଆଲୋ ଜଙ୍ଗଲ ବୁଲିକି ଆଇଛେ କେତେ ସୁନ୍ଦର ଫୁଲ ଫଳ ଦେଖୁଛେ କେତେ ବାସନା ବାଜୁଛେ କେତେ ଫୁଲ ଫୁଟିଛି କେତେ ଫଳ ଫୁଟିଛି କେତେ ସୁନ୍ଦର ଲାଗୁଛି ଉଦ୍ୟାନ କହିଲୁ ଏଠି କଣ ହେଇଟା ତୋର ତ ହଉନି ତୁ କିଆ କହୁଛୁ ଚମତ୍କାର ଆଜ୍ଞା ସହଚରୀ ମାନେ ଏବଂ ରାଣୀ କଥାବାର୍ତ୍ତା ହେଉଛନ୍ତି। ଆଜ୍ଞା ଉଦ୍ୟାନ ମଧ୍ୟରେ ସେ କି କଥା ହେଉଛନ୍ତି ଲତା ଉହାଡ଼ରେ ରାଜା ଭୀଷ୍ମକ ସେ କଥାକୁ ଲୁଚି କରି ତାଙ୍କର କର୍ଣ୍ଣରେ ଆଜି ଶ୍ରବଣ କରୁଛନ୍ତି। ଆଜ୍ଞା କଣ କଥା ହଉଛନ୍ତି ସେମାନେ ଆପଣ ମାନଙ୍କର କବି ମାଘ ଗୋଟିଏ ପଦ ଲେଖିଲେ ମାଘ ଗୋଟିଏ ପଦ ଲେଖିଲେ ଲେଖିଲେ ଭାତେଇବ ଭୃଙ୍ଗ ଗୁଞ୍ଜନ ମଲ୍ଲି ମହିଳା ପଶ୍ୟନ ପୁଛସି ସଙ୍ଗୀ ବିଭ୍ରଦବ୍ଜ ଶଶାଙ୍କ ନଚ ବିପରୀତ ବା ନିଶା ଶଶାଙ୍କ କୃତ୍ରିମ କୃତିଦା ସଖୀ ମାନେ ଦେଖିଲେ ପୁଷ୍ପ ଉଦ୍ୟାନ ମଧ୍ୟରେ ଆଜ୍ଞା ମଲ୍ଲି ପୁଷ୍ପ ଗଛଟି ଅଛି ଇଏ ମଲ୍ଲି ପୁଷ୍ପ ଗଛରେ ଆଜ୍ଞା ମଲ୍ଲି ଫୁଲ ଫୁଟିଛି ଦେଖିଲେ ଭାତେଇବ ଭୃଙ୍ଗ ଗୁଦନ ମଲ୍ଲି ମହିଳ ପଶ୍ୟନ ପୁଛସି ସଙ୍ଗୀ ବ୍ରାତେ ମଲ୍ଲି ଫୁଲ ଉପରେ ଗୋଟିଏ କଳା ଭ୍ରମରଟିଏ ମା ମାନେ ବସିଛି ମା ମାନେ ସମସ୍ତ ସଖୀ ମାନେ ଏବଂ ରାଣୀ ଦେଖିଲେ ମଲ୍ଲି ଫୁଲ ଉପରେ ଗୋଟିଏ କଳା ଭ୍ରମରଟିଏ ବସିଛି ଯେତେବେଳେ ବସିଛି ନା ପଶ୍ୟନ ପୁଛସି ସଙ୍ଗୀ ବ୍ରାତେ ଜଣେ ସଖୀ ମଲ୍ଲି ଫୁଲ ଉପରେ କଳା ଭ୍ରମରଟାକୁ ଦେଖି ଆଉ ଜଣେ ସଖୀ କି କହୁଛି ଦେଖିବୁ ଦେଖିବୁ এই যে মল্লি ফুলটা দেখা যাচ্ছে তা উপরে গোটা ভ্রমর বসিলে কেমতি লাগুছি কহবু কোন দেখা যাচ্ছে টিকে মতে কহিবু ওই সখী তো কহিবা কথা চকুলি পিঠাটা হচ্ছে ধলা মল্লি ফুলটা হচ্ছে ধলা ধলা মল্লি ফুল উপরে গুড় মেচাটা থুয়া হওয়া যেমতি দেখা যাচ্ছে তাମାନେ ଥରେ ଚକୁଳି ପିଠାରେ ଗୋଟିଏ ଗୁଡ଼ ମେଚା ଥୁଆ ଆଜ୍ଞା ଭଲ ଆପଣ ମାନଙ୍କର କବି ଯଦୁମଣି ମହାପାତ୍ର ମାଘଙ୍କର ଶ୍ଲୋକକୁ ଅନୁକରଣ କରି ଲେଖିଲେ କଳି ବିନୋଦ ବିଧାନ ନମଲି ପ୍ରସୁନ ସେ
ଆଜ୍ଞା ଖାଲି ଚାପି ଚାପି ଦେ କିରଣ ଛାଡ଼ିଯିବ ଜୋରେ ବାହାରାନି କହିଲେ ଅଳି ବିନୋଦ ବିଧାନ ପ୍ରସନ୍ନ ମଲ୍ଲି ପ୍ରସୂନ ଦେଖାଇ ଦେଇ କାହାକୁ କେ କହେ ପ୍ରେମେ। ଆଜ୍ଞା ମା ମାନେ ଯଦୁମଣି ମହାପାତ୍ରଙ୍କର ଭାରି ମୁଗ୍ର ବାଢିଆ ପଦ କେବଳ ଛାନ୍ଦ କହିଲେ ଅଳି ବିନୋଦ ବିଧାନ ପ୍ରସନ୍ନ ମଲ୍ଲି ପ୍ରସୂନ ଦେଖାଇ ଦେଇ କାହାକୁ କେ କହେ ପ୍ରେମେ ନା କିପରି ହୁଏ ପ୍ରତୀତି ଶୁଣି ସେ ଭାଷେ ଘଟତି ବିପରୀତ ରତି ରାତି ରତିଛି ସୋମେ। ଆଜ୍ଞା ଇଏ ମଲ୍ଲି ଫୁଲ ଉପରେ କଳା ଭ୍ରମରଟାକୁ ଦେଖି ଜଣେ ସଖୀ ଅନ୍ୟ ଜଣେ ସଖୀକୁ କହୁଛି ସଖିଲୋ ଇଏ ସତରେ ଯେମିତି ଚନ୍ଦ୍ରଙ୍କ ସହିତ ଇଏ ରାତିର ପ୍ରୀତି ହେଉଛି ରେ। ଚନ୍ଦ୍ରଙ୍କ ସହିତ ରାତିକର ଯେମିତି ପ୍ରୀତି ଇଏ ଦେଖାଯାଉଛି ସେଇ ମିତି। ଆଜ୍ଞା ଆଉ ଜଣେ ସଖୀ କହିଲା ଏଲୋ ସଖୀ ବର୍ତ୍ତମାନ ପରା ଦିବସ ହେଇଛି ଇଏ ଦିବସରେ ଚନ୍ଦ୍ର କୁଆଡୁ ଆସିଲେ ରାତି କୁଆଡେ ଆସିଲେ ବିପରୀତ କିଛି ହେଲା। ଆଉ ସଚେତ ସଖୀ ଆଉ କିଛି ଜାଣୁନୁ। ଆଜ୍ଞା ଆଉ ଜଣେ ସଖୀକୁ କହିଲା କଣ କହିଲା କହିଲେ ଶ୍ରବଣେ ପ୍ରମୋଦା ଜଣେ ଭଣିଲା କବିତା ଜଣେ ଆଜ୍ଞା ଲତା ଉହାଡରେ ରାଜା ସବୁ କଥା ଶୁଣୁଛନ୍ତି ସଖୀ ଏବଂ ରାଣୀ ବା ଦାସୀ ରାଣୀଙ୍କ ଭିତରେ କଥୋପକଥନ ଚାଲିଛି। ମଲ୍ଲି ଫୁଲ ଉପରେ କଳା ଭ୍ରମଣକୁ ଦେଖି ଆଜ୍ଞା ଧଳା ଫୁଲରେ କଳା ଭ୍ରମଣଟେ ବସିଛି ବୋଲି କେତେ କଥା ଆଲୋଚନା ହେଇଗଲାଣି। ରାଜା ସବୁ କିଛି କାନରେ ଶୁଣୁଛନ୍ତି। ତେଣେ ଶ୍ରବଣେ ପ୍ରମୋଦା ଜଣେ ଭଣିଲା କବିତା ଗୁଣେ ଯେ ସୁରଦା ତୋର ଶାରଦା ତୁଲେ ଗୁମାନ। ଆଗ ସଖୀ ତୁ ତ ଆମଠାରୁ ସବୁଠାରୁ ଶ୍ରେଷ୍ଠ ଦାସୀ ତୋର ଭଲ ଜ୍ଞାନ ଅଛି ତୁ ଭଲ ପାଠ ସାଠ ପଢିଛୁ ତୁ ହେଲୁ ପୁରୁଣା ଲୋକ ତେଣୁ ତୁ ଭଲ କଥା କହିପାରିବୁ। ଆଚ୍ଛା କହିଲୁ ପ୍ରକୃତରେ ଧଳା ଫୁଲ ଉପରେ ଯୋଉ କଳା ଭ୍ରମରଟା ବସିଛି ସେ କେମିତି ଦେଖାଯାଉଛି? ଆଜ୍ଞା କହିଲେ ଚନ୍ଦ୍ର ସହିତ ରାତିର କିରତି ହଉଛି। କିଏ କହିଲା ଆଜ୍ଞା ଚକୁଳି ପିଠାରେ ଗୁଡ଼ ମେଞ୍ଚାଟେ ଥୁଆ ହେଇଛି ନାଇଁ କିଏ କହୁଛି ଶୁଖିଲା ଭାତ ଥାଳି ଉପରେ ଶାଗ ମେଞ୍ଚେ ଥୁଆ ହେଇଛି। କିନ୍ତୁ ଆଜ୍ଞା ରାଣୀ ସମସ୍ତଙ୍କ କଥାକୁ କାଟିଦେଲେ କହିଲେ ଆଗ ସଖୀ ମାନେ ତମେ ଯେତେ ସବୁ କଥା କହୁଛ ଇଏ ସବୁ କଥା ଗୁଡା ମିଥ୍ୟାରେ। କଣ ମିଥ୍ୟା? ତାହେଲେ ସତ୍ୟ କଣ ନା ନୋହିବାରୁ ଦୁହିତା ବିଭା କାନ୍ତ କୀର୍ତ୍ତି ଯଥା ତଥା ପାଉଛି ଶୋଭା। ଆଜ୍ଞା ଏହି ସମୟରେ ଭୀଷ୍ମଙ୍କ ରାଜାଙ୍କର ପତ୍ନୀ ରାଣୀ କହୁଛନ୍ତି କହିଲେ ଆଗ ସଖୀ
ମୋ ଘରେ ଯୋଉ ନବ ଯୌବନ ନୈବ ଯୌବନ ପ୍ରାପ୍ତ କନ୍ୟା ରୁକ୍ମିଣୀ ରହିଛି ତାର ବିବାହ ବୟସ ହେଇଗଲାଣି। ଇଏ ନବ ଯୌବନ ଅବସ୍ଥାରେ ଆଜ୍ଞା କନ୍ୟାକୁ ବିବାହ ନ କଲେ କଣ ହେବ? ଯୌବନ ସମ୍ପନ୍ନ କନ୍ୟା ଘରେ ରଖିଲେ କଣ ହବ? ବିବାହ ନଦେଲେ କଣ ହେବ? ଆଜ୍ଞା ଆପଣ ମାନଙ୍କର କବି ଲେଖୁଛନ୍ତି କହିଲେ ନାରୀ ଜଗତର ଇଏ ସୌନ୍ଦର୍ଯ୍ୟ ବର୍ଦ୍ଧନ ଅଟନ୍ତି ସିନା ଆଜ୍ଞା ନାରୀ ଜଗତର ସୌନ୍ଦର୍ଯ୍ୟ ବର୍ଦ୍ଧନ ଅଟନ୍ତି ସିନା ପୁରୁଷ। ଗୋଟିଏ ନବଯୌବନ ପ୍ରାପ୍ତ କନ୍ୟାକୁ ଯଦି ଉପଯୁକ୍ତ ସମୟରେ ଆମେ ବିବାହଘର ଦେଇଦେବା ତାହେଲେ ତାର ସୌନ୍ଦର୍ଯ୍ୟ ବର୍ଦ୍ଧନ କରାଇ ପୁରୁଷ ଜଣକ। ଯଦି ଉପଯୁକ୍ତ ସମୟରେ ତାକୁ ଆମେ ବାହାଘର ନ ଦେବା ତାହେଲେ କଣ ହେବ? କୂଳରେ କଳଙ୍କ ଲାଗିବ। ଆପଣ ମାନଙ୍କର କବି ଚାଣକ୍ୟ କହିଲେ ନକ୍ଷତ୍ର ଭୂଷଣ ଚନ୍ଦ୍ର ନାରୀ ନାଂ ଭୂଷଣ ରାଜା ବିଦ୍ୟା ସର୍ବତ୍ର ଭୂଷଣ। ଆକାଶ ମାର୍ଗରେ ତାରା ମାନଙ୍କ ଗହଣର ଚନ୍ଦ୍ର ଯେମିତି ସୁନ୍ଦର ତାପରେ ନକ୍ଷତ୍ର ଭୂଷଣ ଚନ୍ଦ୍ର ନାରୀ ମାନଙ୍କ ଗହଣରେ ପୁରୁଷ ସେମିତି ସୁନ୍ଦର। ଆଜ୍ଞା ରାଜ ସିଂହାସନରେ ରାଜା ସେମିତି ସୁନ୍ଦର ବିଦ୍ୟା ସର୍ବତ୍ର ସୁନ୍ଦର। ଆଜ୍ଞା ଜଣେ ବିଦ୍ୱାନ ସବୁବେଳେ ସୁନ୍ଦର କାହିଁକି ନା ରାଜା ସିନା ପୂଜା ପାଇ ଆପଣା ଦେଶରେ କବି ପୂଜା ପାଉଥାଏ ଦେଶ। ତେଣୁ ମୋର ପଣ୍ଡିତ ମଣ୍ଡଳୀ ଏଇଠି ଯେତେବେଳେ ରାଣୀ କହିଦେଇଛନ୍ତି ମୋର ନବଯୌବନ ପ୍ରାପ୍ତ କନ୍ୟା ରୁକ୍ମିଣୀକୁ ଉପଯୁକ୍ତ ସମୟରେ ରାଜା ବିବାହ ନ ଦେବାରୁ ମୋ ସ୍ୱାମୀଙ୍କର ଧଳା କୀର୍ତ୍ତିରେ ଇଏ ଗୋଟେ କଳଙ୍କର ଦାଗ ପଡିଗଲା ଲୋ ସଖୀ। ପଣ୍ଡିତେ ଲତା ଉହାଡ଼ରେ ରାଜା ସବୁ କଥା ଶୁଣୁଥିଲେ। ଯେତେବେଳେ ରାଜା ସବୁ କଥା ଶୁଣୁଥିଲେ ରାଣୀଙ୍କ କଥାଟା କାନରେ ପଡିଗଲା। ସେତେବେଳେ ଅବସ୍ଥା କଣ ହେଲା ଆଜ୍ଞା? ରାଣୀ ଉତ୍ତର ଶୁଣି ନୂର ରାଜାଙ୍କର ପୂର୍ଣ୍ଣ ଚନ୍ଦ୍ର ମୁଖଟା ଆଜ୍ଞା କ୍ରମେ କ୍ରମେ ଝାଉଁଳିବାକୁ ଲାଗିଲା ରେ। ରାଜା ଯୋଉ ଆଶା ରଖିଥିଲେ ପୂର୍ବରୁ ଯୋଉ ଅଭିଳାଷ ଥିଲା ତାଙ୍କର ଆଜି ରାଣୀଙ୍କ ସଙ୍ଗରେ ଉଦ୍ୟାନରେ ମୁଁ ବିହାର କରିବି ସେ ବିହାରଟା ଆଗାଏ କରିବା ତାଙ୍କ ଆଶାଟା ହିଁ ଆଶାରେ ରହିଗଲା। ଆଉ ରାଜା ଉଦ୍ୟାନକୁ ଯିବେ କଣ ସେଇଠାରୁ ଲେଉଟି ଆଇଲେ। ଆଜ୍ଞା ଯେତେବେଳେ ଆସି ପହଞ୍ଚିଛନ୍ତି ନିଜ ରାଜ୍ୟରେ ପଣ୍ଡିତେ ମୋର ବାପା ମାନେ ଧରଣୀ ରାଣୀ ପକ୍ଷରେ ଆସିଗଲା ସନ୍ଧ୍ୟା। ଡକ୍ଟର ମାଇଧର ମାନସିଂ କହିଲେ ଶାନ୍ତନ ଛବି ମନ ମୋହି ନେଲା ସୁଦୂର ବାରୁଣୀ ମୂଳେ ଆଉ ଗର୍ଭାରତୀ ହଂସି ପରାୟ ମିହିର ଭଳିଲେ ବାରୁଣୀ କୋଳରେ ଆଶ୍ରୟ ନେବାକୁ ସୂର୍ଯ୍ୟ ଦେବତା ଚାଲିଗଲା। ତେଣେ ଘଟଣାସ୍ଥଳରେ ହୋଇଛି କଣ? ଗାୟକ ନିରଞ୍ଜନଙ୍କର କହିଲେ ଇଏ ତାରା ମଥା ମଣି ପିନ୍ଧିଣ ତେଣେ ସନ୍ଧ୍ୟା ସୁନ୍ଦରେ ଆସନ୍ତି ଦିଗ ଅନ୍ଧାର କରେ। ଆଜ୍ଞା ତାରା ମଥା ମଣି ପିନ୍ଧି ସନ୍ଧ୍ୟା ସୁଧରି ଲଜ୍ଜା ସ୍ୱପ୍ନ ସମନିଦ୍ରା ସମସ୍ତଙ୍କୁ ଧରି ଧରଣୀ ରାଣୀର ପୃଷ୍ଠକୁ ଚାଲି ଆସୁଛନ୍ତି। ଏଣେ ଘଟଣାସ୍ଥଳରେ ହେଲା କଣ? ମୋର ପଣ୍ଡିତ ମଣ୍ଡଳୀ ଟିକେ ଲକ୍ଷ୍ୟ ଦିଅନ୍ତୁ।
राजा मन दुखरे जाई पहुंचिले निजपुरे से दिन राणी अंतपुर को राजा गले नहीं आज्ञा राणी अंतपुर को राजा गले नहीं धक्का लगी पूर्णचंद्र मुख झाउली पड़ा मन दुखरी विचार कले शेष राणी ठीक कथा कहले मोर प्राप्त वयस्क यौवन प्राप्त कन्या रुक्मिणी को मु विवाह नदेवा सत्ते मो धड़ा किसी गोटे कला दाग लगी जाए आम प्रोग्राम टी आपको केमती लगिला यार मतामत दियंतु लाइक करंतु शेयर करंतु आ हाँ सब्सक्राइब करने को केबे भूलंतुनी। रहूची नमस्कार।